ମୁଁ ଆଜି ଏଠି ଘରେ ବିନା ପିଆଜ ରସୁଣର ପୁରା ହେଲ୍ଦି ମସରୁମ୍ର ଗୋଟେ ଉପମାର ରେସିପି ବନେଇବା ପାଇଁ ଯାଉଛି। ଯଦି ଆପଣଙ୍କୁ ମୋ ଭିଡ଼ିଓଟି ଭଲ ଲାଗିବ ନିହାତି ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିବେ। ଆଉ ପ୍ଲିଜ୍ ଆପଣ ପୁରା ଭିଡ଼ିଓଟି ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ପୁରା ଭଲ ଭାବରେ ପ୍ରୋସେସ୍ରେ ଆପଣ ଘରେ ବି ଏଇଭଳି ଭାବରେ ଉପମା ବନେଇ ପାରିବେ। ତ ଏଠି ମୁଁ କ'ଣ କରିଛି ନା ଗୋଟିଏ କଢ଼େଇ ନେଇଛି। କଢ଼େଇରେ ଗୋଟିଏ ଗିନା ସୁଜିକୁ ଭଲ ଭାବରେ ଏଠି ଭାଜି ନେଇଛି। ମୁଁ ଏଠି ପରଫେକ୍ଟ ମେଜରମେଣ୍ଟରେ କରୁଛି ଯେମିତିକି ଉପମାଟା ଚିପଚିପା ନ ହେବ। ସୁଜିଟା ଏଠି ଭଲ ଭାବରେ ଏଠି ଭାଜି ହେଇଗଲାଣି। ତ ସୁଜିଟା ଭାଜି ହେଇଯାଇଥିବାରୁ ମୁଁ ଗୋଟେ ପ୍ଲେଟ୍କୁ ଏଇଟା କାଢ଼ି ନେଇଛି। ସେମ୍ କଢ଼େଇରେ ମୁଁ ସେମିଆ ଦେଇଛି। ସେମ୍ ଗିନାରେ ଗୋଟେ ଗିନା ସେମିଆ ଦେଇଛି। ସେମିଆଟାକୁ ବି ଭଲ ଭାବରେ ଭାଜି ନେଇଛି। ଏମିତି କଲର୍ ହେଲା ପର୍ଯ୍ୟନ୍ତ ଦେଖନ୍ତୁ କଲର୍ ପୁରା ଚେଞ୍ଜ ହେଇଯାଇଛି। ଏବେ ଉପମା ପାଇଁ ଭେଜିଟେବୁଲ୍ କାଟିଥିଲି। ତ ଏଠି ଫୁଲକୋବି, ଗାଜର, ବିନ୍ସ, ଟମାଟୋ, ଆଳୁ, ବନ୍ଧାକୋବି ଆଉ ଅଳ୍ପ ମସରୁମ୍ ମୁଁ ଭଲ ଭାବରେ ଗୁଣ୍ଡ କରି କାଟି ନେଇଛି। ଏପଟେ ତେଲ ପକାଇ ଦେଇଥିଲି କଢ଼େଇରେ। 5 ଫୁଟଣ ଏବେ ପକାଇଛି। ତେଲ ଗରମ ହେଲା ପରେ 5 ଫୁଟଣ ଦେଲି। ତାପରେ ଅଳ୍ପ ବାଦାମ ଦେଲି, ଅଳ୍ପ ବୁଟ ଡାଲି ଦେଇକି ହାଲକା ଫ୍ରାଏ କରି ନେଇଛି। କିଛି ଭେସୁଙ୍ଗା ପତ୍ର ଦେଇଛି। ଗୋଟେ କାଟିକି ରଖିଥିବା କଞ୍ଚା ଲଙ୍କା ଦେଇଛି। ଅଳ୍ପ ଟିକେ କାଜୁ, ତାକୁ କ'ଣ କରିଛି ଦିଫାଳ କରିକି କାଜୁକୁ ବି ପକାଇଛି। କାହିଁକିନା ଆମେ ଯେହେତୁ ବିନା ପିଆଜ ରସୁଣ କରିବା, ସବୁ ପ୍ରକାର ଟିକେ ପକାଇଲେ ଟେଷ୍ଟ ଭଲ ଆସିବ। ତ ଏଠି ମୁଁ ଆଗ ମସରୁମ୍ଟାକୁ ଦେଇଛି। ମସରୁମ୍ ଆଉ ଟମାଟୋକୁ ଦେଇକି ଭଲ ଭାବରେ ପିଥିବାତି ସାହାଯ୍ୟରେ ଏପଟ ସେପଟ କରିକି 2ରୁ 3 ମିନିଟ୍ ଆଗ ମୁଁ ଭାଜି ନେଇଛି। କାହିଁକିନା ମସରୁମ୍ର ପାଣି, ଟମାଟୋର ପାଣି ଯେମିତି ଶୁଖିଯିବ। ଦୁଇରୁ 3 ମିନିଟ୍ ହେଇଯାଇଛି। ପାଣି ବି ଶୁଖିଯାଇଛି। ମସରୁମ୍ଟା ବି ପୁରା ଭାଜି ହେଇଯାଇଛି। ଏବେ କ'ଣ କରିବି ନା କାଟିକି ରଖିଥିବା ଗାଜରକୁ ଦେଉଛି। କାଟିକି ରଖିଥିବା ବିନ୍ସ, ଆଳୁ, ବନ୍ଧାକୋବି, ଫୁଲକୋବିକୁ ଏଠି ମୁଁ ଦେଇଛି। ଦେଇକି ଭଲ ଭାବରେ ଏପଟ ସେପଟ କରିକି ହାଇ ଫ୍ଲେମ୍ରେ ଟିକେ ଆଗ ଭାଜି ନେବା। କାହିଁକିନା ଭେଜିଟେବୁଲ୍ର କଞ୍ଚା ସ୍ମେଲ୍ଟା ପଳାଇବ। ତାପରେ ଏଠି ମୁଁ ଦେଇଛି ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ଟିକେ ହଳଦୀ ପାଉଡ଼ର। ଏବେ ଗୋଳେଇ ନେଇଛି। ଗୋଳେଇକି ତାକୁ ଏଠି 3ରୁ 4 ମିନିଟ୍ ଭଳି ଯେ ପର୍ଯ୍ୟନ୍ତ ଆମର ଭେଜିଟେବୁଲ୍ଟା ସିଝିବ ସେଇ ହିସାବରେ ମୁଁ ଏଠି କଭର୍ କରିକି ରଖି ନେଉଛି। ଏଠୁ 3ରୁ 4 ମିନିଟ୍ ହେଇଯାଇଛି। ଏବେ କଭର୍ କାଢ଼ିକି ଭଲ ଭାବରେ ଘାଣ୍ଟି ନେଉଛି। ଦେଖନ୍ତୁ ପରିବା ପୁରା ଭଲ ଭାବରେ ଭାଜି ହେଇଯାଇଛି, ସିଝି ବି ଯାଇଛି ଏଠି। ତ ଏବେ କ'ଣ କରୁଛି, ଯେତିକି ମେଜରମେଣ୍ଟରେ ମୁଁ ସୁଜି ଆଉ ସେମିଆ ନେଇଥିଲି ତ ସେତିକି ମେଜରମେଣ୍ଟରେ ମୁଁ ଗୋଟେ ଗିନା ସୁଜି ସେମିଆ ପାଇଁ 2 ଗିନା ପାଣି ଏଠି ଦେଇଛି। ଏଇ ମେଜରମେଣ୍ଟରେ କଲେ ଉପମାଟା ପୁରା ଖେଳେଇ ଖେଳେଇ ହେବ, ବିଲକୁଲ ଚିପଚିପା ହେବନି। ତ ଏଠି କ'ଣ କରିଛି, ଟିକେ ଗରମ ମସଲା ଦେଇଛି। ସେମିଆଟା ସିଝିବା ପାଇଁ ଆଗ ମୁଁ ଏଠି ସେମିଆଟାକୁ ଏଠି ଦେଇଛି। ଏବେ 3ରୁ 4 ମିନିଟ୍ ଭିତରେ ମିଡ଼ିୟମ୍ ଫ୍ଲେମ୍ କରିଦେବ। ତ ସେମିଆଟା ଭଲ ଭାବରେ ସିଝିଯିବ। ତ ଏବେ ହେଇଯାଇଛି, ସେମିଆ ବି ଅଲମୋଷ୍ଟ ସିଝିଯାଇଛି। ତ ଏଠି ଏବେ ମୁଁ ଭାଜିକି ରଖିଥିବା ସୁଜିକୁ ଆଟ୍ ଏ ଟାଇମ୍ ପକାଇକି ଭଲ ଭାବରେ ପିଥିବାତିରେ ଧୀରେ ଧୀରେ କରିକି ଗୋଳେଇ ନେବା। କାହିଁକିନା ସୁଜିଟା ବେଶୀ ପାଣି ଟାଣିବ। ତ ସେଇ ହିସାବରେ ଆମେ ମିଡ଼ିୟମ୍ ଫ୍ଲେମ୍ କରିକି ଭଲ ଭାବରେ ଏପଟ ସେପଟ କରିକି ଗୋଳେଇବା ଯେ ପର୍ଯ୍ୟନ୍ତ ସୁଜିଟା ସଫ୍ଟ ନ ହେଇଯାଇଛି।
ସୁଜି ସଫ୍ଟ ହେଇଗଲେ ଜଣାପଡ଼ିଯିବ, ମାନେ ଧଳା ଅଂଶଟା ଶୁଖିଗଲା ପରେ ଜଣାପଡ଼ିଯିବ ଯେ ଏଠି ଆମର ଉପମାଟା ଭଲ ଭାବରେ ହେଇଗଲାଣି। ଆମେ ଏପଟ ସେପଟ କରିକି 5-6 ମିନିଟ୍ ଏପଟ ସେପଟ କଲା ମାତ୍ରକେ ଉପମାଟା ହେଇଯିବ। ଦେଖନ୍ତୁ ଉପମାଟା ଏଠି ପୁରା ରେଡ଼ି ହେଇଯାଇଛି ଆଉ ପୁରା ସତରେ ଖେଳି ହେଇଛି। ନିହାତି ଆପଣମାନେ ଘରେ ମାନେ କେବେ ବି ପୂଜାପୂଜି ରହୁଛି, ବିରକ୍ତି ଲାଗୁଛି କେତେବେଳେ ଆମେ ରୁଟି କରିବା ପାଇଁ ଟାଇମ୍ କି, ତ ଆମେ ଆରାମସେ ଇଜିଲି ଉପମା ବନେଇ ପାରିବା।